ବାପ ମା ଛେଉଣ୍ଡ ବେସାହାରା ଝିଅ ଲିଜା ପାଇଁ ସାହାରା ପାଲଟିଛି ଜଳେଶ୍ୱର ଅଞ୍ଚଳର ଅଗ୍ରଣୀ ସାମାଜିକ ସଂଗଠନ ହେଲ୍ପ ଫର୍ ୟୁ ଫାଉଣ୍ଡେସନ୍। ଆଉ ତାର ସମସ୍ତ ଦାୟିତ୍ୱ ଆଜକୁ 4 ବର୍ଷ ହେଲା ଫାଉଣ୍ଡେସନ୍ ପକ୍ଷରୁ ବହନ କରାଯାଉଛି। ସୂଚନା ମୁତାବକ ଆଜକୁ 4 ବର୍ଷ ପୂର୍ବେ ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ଆରହାବୃତ୍ତି ଗ୍ରାମରେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିବା କୁନି ଝିଅ ଲିଜା ପ୍ରିୟଦର୍ଶିନୀର ମା କର୍କଟ ରୋଗରେ ଆକ୍ରାନ୍ତ ହୋଇ ଦେହାନ୍ତ ହୋଇଥିଲେ ଏବଂ ମା ଦେହାନ୍ତ ହେବା 3 ବର୍ଷ ପୂର୍ବେ ବାପା ମଧ୍ୟ ଆରପାରିକୁ ଚାଲି ଯାଇଥିଲେ। ବେସାହାରା ଲିଜାର ସାହାରା ବୋଲି ବୃଦ୍ଧ ଅଜା ଆଈ ବାର୍ଦ୍ଧକ୍ୟ ଅବସ୍ଥାରେ ଅଜାଇବା ଆଉ କ'ଣ କରିପାରିବେ। ଗୋଟିଏ ପଟେ ଲିଜା ପ୍ରିୟଦର୍ଶିନୀର ପାଠପଢ଼ା ଆଉ ଅପରପକ୍ଷରେ ଲିଜାର ଆଗାମୀ ଭବିଷ୍ୟତ। ଏହି ପରିସ୍ଥିତିରେ ଦେବଦୂତ ସାଜି ତା ଦୁଃଖ ସମୟରେ ସମଦୁଃଖୀ ହୋଇ ଛିଡ଼ା ହୋଇଥିଲେ ହେଲ୍ପ ଫର୍ ୟୁ ଫାଉଣ୍ଡେସନ୍ର ସଦସ୍ୟ ଓ ସଦସ୍ୟାମାନେ। ଲିଜା ପ୍ରିୟଦର୍ଶିନୀର ମନୋବଳକୁ ଦୃଢ଼ କରିବା ସହିତ ତା ଭବିଷ୍ୟତ ପାଇଁ ସଂଗଠନର କର୍ମକର୍ତ୍ତାମାନେ ଅଣ୍ଟା ଭିଡ଼ିଥିଲେ। ଆଜି 4 ବର୍ଷ ବିତିଗଲାଣି। ଲିଜା ପ୍ରିୟଦର୍ଶିନୀ ମଧ୍ୟ 10ମ ଶ୍ରେଣୀରେ ପାଠ ପଢ଼ିଲାଣି। ବର୍ଷକୁ ବର୍ଷ କୁନି ଝିଅ ଲିଜା ପ୍ରିୟଦର୍ଶିନୀର ପାଠପଢ଼ା ଦାୟିତ୍ୱ ବୁଝିବା ସହିତ ବର୍ଷକୁ 12,000 ଟଙ୍କା ଜୀବନ ବୀମା ରାଶି ମଧ୍ୟ ସଂଗଠନର କର୍ମକର୍ତ୍ତାମାନେ ପ୍ରଦାନ କରି ଚାଲିଛନ୍ତି। ଲିଜା ମନରେ ହସ ଫୁଟାଇବା ପାଇଁ ବାପା ମା ଯେଉଁ କର୍ତ୍ତବ୍ୟ ପାଳନ କରିଥାନ୍ତେ, ଆଜି ହେଲ୍ପ ଫର୍ ୟୁ ଫାଉଣ୍ଡେସନ୍ ମଧ୍ୟ ସେହି କର୍ତ୍ତବ୍ୟ ପାଳନ କରୁଛି। ଫାଉଣ୍ଡେସନ୍ ପକ୍ଷରୁ ଏପରି କାର୍ଯ୍ୟକୁ ନେଇ ସମସ୍ତେ ପ୍ରଶଂସା କରୁଛନ୍ତି। ଆଜକୁ 4 ବର୍ଷ ପୂର୍ବେ ଆପଣମାନେ ଲିଜା ପ୍ରିୟଦର୍ଶିନୀକୁ ନିଶ୍ଚିତ ଦେଖିଥିବେ। ପ୍ରଥମେ ମାଙ୍କର ଦେହାନ୍ତ ହୋଇଥିଲା, ତହିଁ କିଛି ବର୍ଷ ପୂର୍ବରୁ ବାପାଙ୍କର ବି ମଧ୍ୟ ଦେହାନ୍ତ ହୋଇଥିଲା। ଲିଜା ଭାଙ୍ଗି ପଡ଼ିଥିଲା ଯେ ଏତେ ବଡ଼ ଦୁନିଆରେ ମୋର ସାହାରା ବୋଲି କିଏ। ସେଇ ଠିକ୍ ସମୟରେ ଦେବଦୂତ ସାଜି ହେଲ୍ପ ଫର୍ ୟୁ ଫାଉଣ୍ଡେସନ୍ ଲିଜା ପାଖରେ ପହଞ୍ଚିଥିଲା ତାର ଭବିଷ୍ୟତ ପାଇଁ। କାରଣ ଯାହାର ବାପା ମା ନାହାନ୍ତି ତାର ଦୁନିଆରେ କେହି ନାହାନ୍ତି ବୋଲି ମେହସୁସ ଅନୁଭବ ହୁଏ। ଯେ 7ମ ଶ୍ରେଣୀରେ ପାଠ ପଢ଼ୁଥିଲା ଆଜକୁ 4 ବର୍ଷ ପୂର୍ବେ ବାପା ମାର ସ୍ନେହ ମମତାରୁ ଯିଏ ବଞ୍ଚିତ ଥିଲା, ତାକୁ ବାପା ମା ତା ପାଖରେ ନାହାନ୍ତି ବୋଲି ଲିଜା ପ୍ରିୟଦର୍ଶିନୀକୁ କେବେ ଅନୁଭବ କରିବା ପାଇଁ ଦେଇନାହାନ୍ତି। ସେ ରକ୍ଷାବନ୍ଧନ ହେଉ ବା ବିଭିନ୍ନ ପର୍ବପର୍ବାଣୀ ହେଉ ବା ବର୍ଷକୁ ତାର LIC କିସ୍ତି ଡିପୋଜିଟ୍ କରିବା ହେଉ, ହେଲ୍ପ ଫର୍ ୟୁ ଫାଉଣ୍ଡେସନ୍ ସଦାସର୍ବଦା ତତ୍ପର ଅଛନ୍ତି। କାରଣ ଲିଜାର ମୂଳ ଲକ୍ଷ୍ୟ ଲିଜା ପାଠ ପଢ଼ିବ, ବଡ଼ ମଣିଷ ହେବ ଏବଂ ଅସହାୟ ବେସାହାରାମାନଙ୍କ ମୁହଁରେ ହସ ଫୁଟେଇ ତାଙ୍କର ମସିହା ହେଇ ଛିଡ଼ା ହେବ।